নমস্কার দর্শক বন্ধু, আজি 21 ডিসেম্বর 2025 রবিবার সকালর 20 দেশ বিদেশের বছা বছা মুখ্য খবর আসন্তু জানিবা। তা পূর্ব ভিডিওକୁ লাইক শেয়ার সবসক্রাইব করন্তু যাকি প্রত্যেক দিন সকাল 5টাରେ দেশ বিদেশ খবর প্রথমে পাইবে। যদি আমি প্রথম খবরକୁ ଯିବା, হঠাৎ কমিলা ସୁନା ଦର, ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର। ଡେରି ନକରି ଶୀଘ୍ର ମାର୍କେଟ ଯାଆନ୍ତୁ। ହଁ ଦର୍ଶକ ବନ୍ଧୁ, ତଳମୁହାଁ ହେଲା ସୁନା ଦର। ଭାରତରେ 24 କ୍ୟାରେଟର 22 କ୍ୟାରେଟ ଏବଂ 18 କ୍ୟାରେଟ ସୁନାର ମୂଲ୍ୟ ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିବାର ହ୍ରାସ ପାଇଛି। ଗତ ସପ୍ତାହରେ 10 ଗ୍ରାମ 24 କ୍ୟାରେଟର ସୁନାର ମୂଲ୍ୟ 1200 ଏବଂ 100 ଗ୍ରାମର 12,000 ହ୍ରାସ ପାଇଛି ଏବଂ ସପ୍ତାହ ଆରମ୍ଭରୁ ମୂଲ୍ୟ ସର୍ବକାଳୀନ ସର୍ବୋଚ୍ଚ ରହିଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଟି20 ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ଘୋଷଣା। ବାଦ ପଡ଼ିଲା ଗିଲ୍, କରନ୍ତୁ ଫେରିଲା ଇଶାନ କିଶାନ। ହଁ ଦର୍ଶକ ବନ୍ଧୁ, ଆଇସିସିର ଗୁରୁତ୍ୱପୂର୍ଣ୍ଣ ଟି20 ବିଶ୍ୱକପ ପାଇଁ 2026 ପାଇଁ ଆଜି ଶନିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ସୂର୍ଯ୍ୟ କୁମାର ଯାଦବ ଭାରତୀୟ ଦଳର ନେତୃତ୍ୱରେ ନେବେ। ଅନ୍ୟ ସେପଟେ ଖରାପ ଫର୍ମ ହେଇ ଗତ କରୁଥିବା ଶୁଭମନ ଗିଲର ଦଳରେ ସ୍ଥାନ ମାଗିଲାଣି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଧକ୍କା ଦେଲା ରାଜଧାନୀ ଏକ୍ସପ୍ରେସ। ଚାଲିଗଲା 8 ନିରୀହ ହାତୀଙ୍କ ଜୀବନ। ହଁ ଦର୍ଶକ ବନ୍ଧୁ, ହାତୀ ପଲଙ୍କ ଧକ୍କା ଦେଇ ଟ୍ରେକ୍ ଲାଇନ୍ରେ ଟ୍ରେନ୍ ଚାଲିଗଲା 8 ଜଣ ଜୀବନ। ଆଜି ଭୋର ସମୟରେ ଆସାମରେ ନାଗା ଓ ଜିଲ୍ଲାରେ ଘଟିଛି ଏଭଳି ଘଟଣା। ହାତୀ ପଲ ରେଳ ଦୁର୍ଘଟଣା ଦେଇ ଯାଉଥିବା ବେଳେ ସେମାନଙ୍କୁ ଧକ୍କା ଦେଇଥିଲା ଟ୍ରେନ୍। ଏହି ଫଳରେ ଟ୍ରେନ୍ ଲାଇନ୍ରେ ହୋଇଗଲା ଆକ୍ସିଡେଣ୍ଟ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ବଦଳିଲା ନବୀନ ପ୍ରଥମରୁ ଏମିତି ନଥିଲେ। ହଁ ଦର୍ଶକ ବନ୍ଧୁ, ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ସମ୍ପର୍କକୁ ବିଲ୍ ଯାହା ବିଧାନସଭାରେ ପାରିତ ହୋଇଛି, ସେଥିରେ ସଂଶୋଧନ ହେବ ନେଇ ଚର୍ଚ୍ଚା ଜୋର ଧରିଛି। ଯାହା ଭାଜପା ବିଧାୟକମାନେ ଏନେଇ ଗୁରୁତ୍ୱପୂର୍ଣ୍ଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଲ୍ ଉପରେ ପୂର୍ବତନ କରିବା ନେଇ ଗସ୍ତରେ ସମ୍ବାଦିତ ହସ୍ତଗତ କରିଥିବାରୁ ଦରମା ଏବଂ ଭତ୍ତା ବୃଦ୍ଧି ସମ୍ବନ୍ଧିତ ନିଷ୍ପତ୍ତି ବଦଳାଇପାରେ ବୋଲି କୁହାଯାଉଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ସାର୍ ଚପଲ ଛିଡ଼ିଲାଣି, ମୋତେ ହେଲିକପ୍ଟର ନିଅନ୍ତୁ, ମୁଁ ବିଳରେ ଯିବି। ହଁ ଦର୍ଶକ ବନ୍ଧୁ, ମୁଖ୍ୟମନ୍ତ୍ରୀଙ୍କୁ ଜଣେ ଚାଷୀଙ୍କ ଆବେଦନ। ଅନୁରୋଧରେ ପଛରେ ଅଛି ତାଙ୍କର ଘର, ଅସହାୟତା, ଜୀବନର ଯନ୍ତ୍ରଣା। ମଧ୍ୟପ୍ରଦେଶର ଉଚ୍ଛନୀୟ ଜିଲ୍ଲା ଘଟିଥିବା ତହସିଲ ଅନ୍ତର୍ଗତ ଟନେଶ୍ୱରୀ ଗାଁର ଚାଷୀମାନଙ୍କ ପାଇଁ ରାଜିସାଏ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ନୂଆ ଆଇଟିଆର ତଥ୍ୟ ସାମ୍ନାକୁ ଆସିଲା ପରେ ଧରାପଡ଼ିଲା ପାଣ୍ଡିଆନଙ୍କ ଚାଲ। ହଁ ଦର୍ଶକ ବନ୍ଧୁ, ପୂର୍ବତନ ବିଜେଡି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅତି ଘନିଷ୍ଠ ସହଯୋଗୀ ଭିକେ ପାଣ୍ଡିଆନଙ୍କ ନାଁରେ ଆସିଲା ସନିଷ୍ଠ ଅଭିଯୋଗ। ପୂର୍ବରୁ ସୂଚନା ଅନୁସାରେ କର୍ମଚାରୀଙ୍କ ନାଁରେ ମିଥ୍ୟା ଅପରାଧ ପ୍ରଚାର କରୁଥିବାରୁ ଗିରଫ ହୋଇଥିବା ପାଣ୍ଡିଆନ। ଯଦି ଆମେ ପରବର୍ତ୍ତୀ ଖବର ଯିବା, 299 ଟଙ୍କିଆ ରିଚାର୍ଜ ପ୍ଲାନ୍ ଏବେ 359 ଟଙ୍କା। ନୂଆ ବର୍ଷରୁ ନୂଆ ଟେନସନ୍। 2026ରୁ 20% ମହଙ୍ଗା ହୋଇଯିବ ରିଚାର୍ଜ ପ୍ଲାନ୍। ହଁ ଦର୍ଶକ ବନ୍ଧୁ, ସାରା ଦେଶରେ ମୋବାଇଲ ୟୁଜରଙ୍କ ପାଇଁ ଏକ ଖୁସି ଖବର ଆସୁଛି। 2026ରେ ମୋବାଇଲ ରିଚାର୍ଜ ପ୍ଲାନ୍ ପୁଣି ଥରେ ମହଙ୍ଗା ହୋଇପାରେ। ରିଟର୍ଣ୍ଣ ଅନୁଯାୟୀ ରିଲାଏନ୍ସ ଏବଂ ଜିଓ ଭାରତ, ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆର ସେମାନଙ୍କର ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ପ୍ଲାନ୍ଗୁଡ଼ିକରେ ମୂଲ୍ୟ 20% ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା କରିଥିବା କୁହାଯାଉଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ବିଜେଡି ନେତାଙ୍କ ବନ୍ଧୁ ମିଳନ ନେଇ ଚମକାଇ ଏକାଠି ହେଲେ 40 ଅଧିକ ପୂର୍ବତନ ବିଧାୟକ। ହଁ ଦର୍ଶକ ବନ୍ଧୁ, ବିଜେଡିର 40ରୁ ଅଧିକ ନେତା ଆଜି ଚନ୍ଦକା ଏକାଠି ହୋଇଥିବା ଏକ ନେତାମାନେ ସମସ୍ତଙ୍କର ପୂର୍ବତନ ବିଧାୟକ କିମ୍ବା ଗତ ନିର୍ବାଚନ ବିଜେଡି ଟିକେଟ ପାଇଁ ପ୍ରଚାର ଯୋଜନା ଆରମ୍ଭ ପ୍ରାର୍ଥୀ। ଏହାକୁ ସେମାନେ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ପାକିସ୍ତାନ ସାମରିକ ପୋଷ୍ଟ ଉପରେ ଆତ୍ମଘାତୀ ଆକ୍ରମଣ, 40 ସୈନିକ ମୁକ୍ତ। ହଁ ଦର୍ଶକ ବନ୍ଧୁ, ଶୁକ୍ରବାର ଉତ୍ତର ପଶ୍ଚିମ ପାକିସ୍ତାନ ଏବଂ ଗ୍ରାମ ନିକଟରେ ଥିବା ଏକ ସାମାଜିକ ପୋଷ୍ଟ ଉପରେ ଆତଙ୍କ ଆକ୍ରମଣ। 3 ଜଣ ବନ୍ଧୁକଧାରୀ ଏବଂ ଆକ୍ରମଣ କରିଥିବା କୁହାଯାଉଛି। ଫଳରେ ଘଣ୍ଟା ଧରି ବୁଲେଣି ହୋଇଥିବା, ଯେଉଁଥିରେ 4 ଜଣ ସୈନିକ ମୃତ ହୋଇଛି। ଏଥିସହ ଏବଂ ଶିଶୁ ସಮೇତ ପାଖାପାଖି 15 ଜଣ ସାଧାରଣ ନାଗରିକ ଆଘାତ ହୋଇଥିବାରୁ କର୍ତ୍ତୃପକ୍ଷ ସୂଚନା ଦିଆଯାଇଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ହଠାତ୍ ସ୍କୁଲ ଉପରେ ମାଡ଼ ହେଲା, ହଜାର ହଜାର ଟ୍ରେନ୍ ଆଟାକରେ ଧ୍ୱଂସ ହୋଇଗଲା ସବୁକିଛି, ଜୀବନ ବଞ୍ଚାଇବାକୁ ଉଡ଼ି ନେଇଗଲେ ଲୋକେ। ହଁ ଦର୍ଶକ ବନ୍ଧୁ, ହଠାତ୍ ଜାଗାରେ ଭୟାନକ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ପାଖାପାଖି 6 ଜଣ
ଲୋକଙ୍କୁ ଜୀବନ ଯାଇଥିବା ଜାଗା ଦୁର୍ଖରେ ଲୋକଙ୍କ ଘର ଧ୍ୱଂସ ହୋଇଥିବାରୁ ଅନେକ ଲୋକ ଆତ୍ମଶାଶୀଳ ଭାବି ବିଦ୍ୟାଳୟ ଛାଡ଼ି ନେଉଛନ୍ତି। ଏଣୁ ବିଦ୍ୟାଗୁଡ଼ିକ ଉପରେ ଆକ୍ରମଣ କରିଥିବା ଇସ୍ରାଏଲ ସେନା ଆଉ ଏହାର ପରିମାଣ ଅତି ଭୟଙ୍କର ହୋଇଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା 2026ରେ ଏହି 5ଟି ଚାକିରିରେ ବଢ଼ିବାର ଡିମାଣ୍ଡ ମିଳିବ ମୋଟା ଅଳଙ୍କାର ଦରମା। ହଁ ଦର୍ଶକ ବନ୍ଧୁ, ଯଦି ଆପଣମାନେ ଆଗାମୀ 4 ବର୍ଷ ଧରି 2026ରେ ପ୍ୟାକେଜରେ ନୂତନ ଶିକ୍ଷା ପହଞ୍ଚିବାକୁ ଚାହୁଁଛନ୍ତି, ତେବେ 2025ରେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଦେବ। ଏହି ବିଶ୍ୱ ଭୟଙ୍କର ଦ୍ରୁତ ଗତିରେ ପହଞ୍ଚିଲାଣି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ବାଂଲାଦେଶରେ ତେଜୁଛି ଭାରତ ବିରୋଧୀ ହିଂସା। ହଁ ଦର୍ଶକ ବନ୍ଧୁ, ବାଂଲାଦେଶରେ ପୁଣି ଥରେ ତେଜିଛି ଭାରତ ହିଂସା। ଶରିକ ଅଖାନଙ୍କ ଦାବି ହତ୍ୟାକୁ ନେଇ ଡାକୋ ଏବଂ ଅନ୍ୟାନ୍ୟ ସହରରେ ହଜାର ହଜାର ଲୋକ ହିଂସାରେ ବିଷ କରୁଛନ୍ତି। 31 ବର୍ଷୀୟ ଦାବି ଗତ ଡିସେମ୍ବର 12 ତାରିଖରେ ନିର୍ବାଚନ ପ୍ରଚାର ବେଳେ ଅଜଣା ଆତଙ୍କବାଦୀଙ୍କ ଦ୍ୱାରା ଗୁଳିମାଡ଼ର ଶିକାର ହୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା।